ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳି ହାଇସ୍କୁଲ ପଡ଼ିଆରେ ଜିସିସି ଗଣ୍ଡାନାଳି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ଭାବେ ହିନ୍ଦୋଳର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ତ୍ରିନାଥ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନୀଲ ସ୍ୱାଇଁ, ମାଧପୁର ସରପଞ୍ଚ ଦିଲ୍ଲୀପ ଲେଙ୍କା, ହିନ୍ଦୋଳ ଏନ୍ଏସି 5 ନମ୍ବର ୱାର୍ଡର କାଉନ୍ସିଲର ଦୀପକ ରଞ୍ଜନ ବିଶ୍ୱାଳ, ପ୍ରକାଶ ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଥମ ବାହାଲୁଣ୍ଡା ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିବା ବେଳେ ପଡ଼ା ଏକାଦଶ ବ୍ୟାଟିଂ କରି 222 ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ବାହାଲୁଣ୍ଡା ଟିମ୍ ବ୍ୟାଟିଂ କରି 5 ୱିକେଟ୍ ବିନିମୟରେ ମାତ୍ର 165 ରନ୍ ସଂଗ୍ରହ କରି 57 ରନ୍ ବ୍ୟବଧାନରେ ପଡ଼ା ଏକାଦଶଠାରୁ ପରାସ୍ତ ହୋଇଥିଲା। ଆଞ୍ଚଳିକ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଏହିଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ଆୟୋଜକଙ୍କୁ ଅତିଥିମାନେ ପ୍ରଶଂସା କରିଥିଲେ। ପଡ଼ା ବାହାଲୁଣ୍ଡା ଭିତରେ ଫାଇନାଲ ମ୍ୟାଚ୍ଟା ଆଜି ହେଉଥିଲା ତ ବହୁତ ଚିତ୍ତାକର୍ଷକ ଥିଲା। ତେଣୁ ଏ ବିଶାଳ ସ୍କୋରକୁ ଅତିକ୍ରମ କରିବା ପାଇଁ ବହୁତ ଚେଷ୍ଟା କରୁଥିଲେ ଏବଂ ଖେଳୁଆଳ ମନୋଭାବ ନେଇକରି ଯେଭଳି ଖେଳିଲେ ସେଥିପାଇଁ ସେମାନେ ଉଚ୍ଚ ପ୍ରଶଂସିତ ଏବଂ ସେମାନଙ୍କର ଉତ୍ତର କାମନା ମୁଁ କରୁଛି। ଆଗକୁ କିଭଳି ଭାବରେ ସେ ଭଲ ଖେଳିବେ, ଜିଲ୍ଲାରେ ଏବଂ ରାଜ୍ୟରେ କିଭଳି ନାଁ କରିବେ, ଭଲ କ୍ରିକେଟର ହେଇକରି ବାହାରିବେ। ଏଇ ଗ୍ରାଉଣ୍ଡରେ ଭଲ ଖେଳ ହେଉଛି, ପ୍ରତିବର୍ଷ ଭଳି ଏ ବର୍ଷ ବି ବଢ଼ିଆ ଖେଳ ହେଉଛି। ଆଜି ଏଇ ଖେଳ ବିଜେତା ହେଉଛି ପଡ଼ା ଏକାଦଶ ବିଜୟ ଲାଭ କରିଛି। କ'ଣ କହିବେ କ୍ରିକେଟର ପ୍ରେମୀମାନଙ୍କୁ କ'ଣ ବାର୍ତ୍ତା ଦେବେ? ଆଗାମୀ ବାର୍ତ୍ତା ରହିବ ଏଇଆ ଯେ ଏମିତି ଆମ ତଳ ଫାଉଣ୍ଡେସନରୁ ଚଢ଼ି ପୁରା ଆମ ଡିଷ୍ଟ୍ରିକ୍ଟ ଲେବୁଲରୁ ରାଜ୍ୟ ଲେବୁଲରେ ଖେଳିବେ ପିଲା, ସେଥିପାଇଁ ଆମେ ପିଲାମାନଙ୍କୁ ଉତ୍ସାହିତ କରିବା। ବିଜୟ ଲାଭ କରୁଛି, କ'ଣ କହିବେ? କ'ଣ ବହୁତ ଭଲ ଥିଲା ଗ୍ରାଉଣ୍ଡ ଆଉ ଅର୍ଗାନାଇଜର ଆଉ ଅତିଥିବୃନ୍ଦ ଆଉ ଗ୍ରାଉଣ୍ଡ ତ ବହୁତ ଭଲ ଥିଲା ଆଉ ମ୍ୟାଚ୍ ବି ଭଲ ହେଲା। ଲମ୍ବା ପିଚ୍ ଥିଲା, କଂକ୍ରିଟ ପଡ଼ିଆ ତ ଭଲ ଥିଲା। ବ୍ୟାଟ୍ସମ୍ୟାନ୍ ସମସ୍ତେ କ୍ଲିକ୍ କଲେ, ସେଥିପାଇଁ ଆମେ ଜିତିଲୁ। ମେନ୍ ତ ଆମର କ୍ୟାଚ୍ ମିସ୍ ହେଲା, ତାପରେ କ୍ୟାଚ୍ ମିସ୍ ହେଲା ପରେ ଆମର ରନ୍ ବି ବହୁତ ହେଇଯାଇଥିଲା ପାୱାର ପ୍ଲେରେ। ତାପରେ ଆମେ ରନ୍କୁ କଣ୍ଟ୍ରୋଲ କରିପାରିନଥିଲୁ। କ୍ୟାଚ୍ ଛାଡ଼ିଲା ପରେ ତ ରନ୍ ସେ ସୁନୀଲ ଭାଇ ସେଟ୍ ହେଇଯାଇଥିଲେ, ତ ସେ ସେଞ୍ଚୁରୀ ମାରିଲା ପରେ ଆଉ ରନ୍ ବି ବହୁତ ହେଇଗଲା, ସେଥିପାଇଁ ଆମେ ପରାସ୍ତ ହୋଇଥିଲୁ। ଢେଙ୍କାନାଳରୁ କ୍ୟାମେରା ପର୍ସନ ସୁଜିତ ପୃଷ୍ଟିଙ୍କ ସହିତ ସୁଜିତ ବେହେରାଙ୍କ ରିପୋର୍ଟ, A1 ଓଡ଼ିଶା।